ଏଠି ଗୋଟେ କ'ଣ ପ୍ରବଚନ ହେବ ମୁଁ ମାଇକିରେ କହିବି ଏ ପ୍ରକାରର ମାନେ କାର୍ଯ୍ୟକ୍ରମ ଅଛି ବୋଲି ମୁଁ ଜାଣିନି। ମୁଁ ପ୍ରଥମେ ଗତକାଲି ଗୋଟିଏ କାର୍ଯ୍ୟକ୍ରମ ଶେଷ କରି ମୁଁ ଆସିଲି। ଟିକେ ଆଶ୍ରମରେ 2-4 ଦିନ ଟିକେ ବିଶ୍ରାମ ନେଲେ ଆମର ଯେଉଁ ରାହାମାରେ ଯେଉଁ କାର୍ଯ୍ୟକ୍ରମଟି ସେମାନେ କରୁଛନ୍ତି ସେ କାର୍ଯ୍ୟକ୍ରମଟି ଠିକ୍ ଭାବରେ ହେଇପାରିବ। ଯଦି ବିଶ୍ରାମ ନିଆନଯିବ, କଣ୍ଠକୁ ବିଶ୍ରାମ ଦିଆହେବ ନାହିଁ, ତାହେଲେ କିଛି କଥା ମୁଁ କହିପାରିବି। ମୁଁ ତାଙ୍କୁ ମୋ ବାଟରେ କହୁଛି ଆରେ ଫୋନ୍ କରିକି ବୁଝ, କିନ୍ତୁ ଫୋନ୍ କରି ସେ ଫୋନ୍ କଥାକୁ କ'ଣ ବୁଝିଲେ କେହି ଆଉ ଫୋନ୍ ଫାନ୍ କଲେ। ତାପରେ ଏଠି ଆସି ପହଞ୍ଚିଲା ବେଳକୁ ଗୋଟେ 15 କିଲୋମିଟର ଖଣ୍ଡେ ହେବ କି କ'ଣ ଗୋଟେ ପ୍ରସେସନ୍, ଯାହା ହଉ ଗାଡ଼ିରେ କୀର୍ତ୍ତନ ପ୍ରତି ଆସୁ ଏମିତି କଥା। ଯାଉ ତାଙ୍କ ନୂଆ ଘରଟି ଦେଖିଲି, ଆଉ ହନୁମାନଙ୍କର ଦର୍ଶନ କଲି। ଏଇ ପବିତ୍ର ବୋରିକି ଗ୍ରାମର ନାଁ ବହୁ ପୂର୍ବରୁ ଶୁଣିଥିଲି। ଆଜି ସେଇ ବୋରିକି ଗ୍ରାମରେ କଥା ବିପଦ କ'ଣ କହିବି ମୁଁ ବୁଝିପାରୁନି, ଖାଲି ତଥାପି ତ କହିବାକୁ ହେବ। ତେବେ ବୋରିକି ଗ୍ରାମର ଗ୍ରାମ୍ୟ ଦେବୀ ସମସ୍ତ ଇଷ୍ଟ ଦେବତାମାନଙ୍କୁ ପ୍ରଣାମ ଜଣାଉଛି। ଏ ଗ୍ରାମର ସାଧୁ ସନ୍ଥ ପଣ୍ଡିତ ସମସ୍ତଙ୍କୁ ବଢ଼ିଆ ପ୍ରଣାମ ଜଣାଉଛି। ମୁଁ ଅଳ୍ପ ସମୟ ଟିକେ କ'ଣ କହିକିରି ପଳେଇବି, କାରଣ ମୋର ଦେହ ଭଲ ନାହିଁ। ତେବେ ଆମର ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଗୋଟିଏ ସଙ୍ଗୀତ ଅଛି, ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ, ମାରିବ ଶୂନ୍ୟ ଲହଡ଼ି ଥୟ। ଏ ଗୀତଟି ମହାପୁରୁଷ କାହିଁକି ଲେଖିଥିଲେ? ଏ ଗୀତ ଭିତରେ ରହିଛି ଜୀବନର ପ୍ରତିଟି ଜୀବନର ବାସ୍ତବତା। ଆମେ ଯେତେବେଳେ ଜନ୍ମ ହଉ, ଆମ ଜୀବନ ଭିତରେ ଭଗବାନ ବା ସେଇ ଅଦୃଶ୍ୟ ଶକ୍ତି ସେ ଆମ ଭିତରେ ରହନ୍ତି। ତାଙ୍କ ନାମ ସେତେବେଳେ ରାମା ସାମା ଦାମା ଗୋପାଳିଆ ନୁହଁ, ତାଙ୍କ ନାଁ ହେଉଛି ଆତ୍ମା। ଯେଉଁ ବିନ୍ଧାଣିଟି ତୋତେ କଲା ନିର୍ମାଣ, ସେହି ତୋ ଘଟରେ ରହିଲା ଏହା ତୁ ଜାଣ। ମାତୃଗର୍ଭ କଲେ ବା ଲୀଳା କଲେ। ତେବେ ଏଇ ଯେଉଁ ତତ୍ତ୍ୱଟି ଆପଣମାନଙ୍କ ଦିନେ ପୁରୁଣା ହେବ, ମାରିବ ଶୂନ୍ୟ ଲହଡ଼ି ଥୟ। ଗୀତାର ସାଂଖ୍ୟ ଯୋଗରେ ଦୁଇଟି ଶ୍ଳୋକରେ ଦୁଇଟି କଥାକୁ ପ୍ରତିପାଦିତ କଲେ। ତମେ ଗୋଟିଏ ଶ୍ଳୋକ ହେଉଛି, ହେ ଅର୍ଜୁନ, ତୁମେ ଯେଉଁ ଦେହଟିକୁ ଧାରଣ କରି ଗୋଟେ ଜୀବନ ପାଇଛ,
ଜୀବନର ଏକ ଯୁଦ୍ଧ କ୍ଷେତ୍ରକୁ ବା କର୍ମକ୍ଷେତ୍ରକୁ ଆସିଛ। ଇଏ କର୍ମକ୍ଷେତ୍ରରେ ଆତ୍ମୀୟ ସ୍ୱଜନମାନଙ୍କୁ ଦେଖି ତମେ ଭୟରେ ଧନୁ ତ୍ୟାଗ କରି ମୁଣ୍ଡରେ ହାତ ଦେଇ ବଇଛ, କିନ୍ତୁ ଏହା ଗୋଟିଏ ସ୍ୱପ୍ନ। ଜଣେ ଗୋଟିଏ ନୂଆ ବସ୍ତ୍ରଟିଏ କିଣିଲା, କିଛି ଦିନ ପିନ୍ଧିଲା, ତାପରେ ସେ ପୁରୁଣା ହେଇଗଲା। ତେଣୁ ଠିକ୍ ସେଇଭଳି ଯେଉଁ ଶରୀରଟି ମାତୃ ଗର୍ଭରେ ତିଆରି ହେଲା, ସେଇ ଶରୀରଟି ମାନେ ମାଟିରେ ଜନ୍ମ ନେଲା। ସେଇ ସନ୍ତାନଟି ଧୀରେ 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 ବଡ଼ ହେଲା। ଗୀତାରେ ସେ କହିଲେ ଦେହିନୋସ୍ମିନ୍ ଯଥା ଦେହି କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନ ମୁହ୍ୟତି। ଯିଏ ଯେତେ ବଡ଼ ଲୋକ ହଉ, ଯେତେ ବଡ଼ ଧନୀ ଲୋକ ହଉ, କିନ୍ତୁ ସେ ଜନ୍ମ ହେବା ମାତ୍ରେ ତାର 4ଟି ଅବସ୍ଥା ସେ ପ୍ରାପ୍ତ ହୁଏ: ବାଲ୍ୟ, ପ୍ରୌଗଣ୍ଡ, ଯୌବନ, ବାର୍ଦ୍ଧକ୍ୟ। କିନ୍ତୁ ସେ କେଉଁ ସମୟରେ ଏ ଦୁନିଆରୁ ବିଦାୟ ନେବ ସେ କଥା ମଧ୍ୟ ଆମେ କହିପାରିବା। କିଏ ବାଲ୍ୟକାଳୁ ନେବ, କିଏ ଯୌବନ କାଳରେ ନେବ, କିଏ ବାର୍ଦ୍ଧକ୍ୟ କାଳରେ ନେବ, କିନ୍ତୁ ନିଶ୍ଚିତ ଭାବରେ ଜନ୍ମ ସହିତ ମୃତ୍ୟୁ ନିଶ୍ଚୟ ରହିଛି, ଆଉ ରହିବ। ତେଣୁ ଏ ଜୀବନ ହେଉଛି ଗୋଟିଏ ସୁନ୍ଦର ଫୁଲ। ଯଦି ଆମେ ଭଗବାନ ଯିଏ ଆମକୁ ଜନ୍ମ ଦେଇଛନ୍ତି ତାଙ୍କରି ପାଦରେ ଯଦି ଇଏ ଜୀବନକୁ ଆମେ ସମର୍ପିତ କରିପାରିବା, ବା ଆମେ ନିଜେ ସମର୍ପଣ ହେବା। ଯେମିତି ପୂଜା କରିସାରିଲା ପରେ ବ୍ରାହ୍ମଣମାନେ ଆମକୁ ଫୁଲ ଦେଇକିରି କୁହନ୍ତି ପୁଷ୍ପାଞ୍ଜଳି ଦିଅ, ଠିକ୍ ସେଇଭଳି ଜୀବନର ପୁଷ୍ପାଞ୍ଜଳି ହେଉଛି ଆତ୍ମସମର୍ପଣ। ସେଇ କଥାଟା ଯାହାର ଠିକ୍ ହେଇଯାଏ, ସେଇ ଲୋକଟିଏ ଦୁନିଆରେ ଶ୍ରେଷ୍ଠ ମଣିଷ ବୋଲି ବିବେଚିତ ହୁଏ। ସେ ହେଉଛି ଆତ୍ମସମର୍ପଣ। ସେଥିପାଇଁ ଭାଗବତରେ କହିଲେ, ଭାଗବତରେ ଲେଖା ଅଛି ମୋତେ ସମର୍ପି ସୁତବୀତ ସେନୁ ଯେତେବେଳେ ଆମେ ଇଷ୍ଟଦେବଙ୍କ ପାଖରେ, ଗୁରୁଦେବଙ୍କ ପାଖରେ ବା ଗୁରୁଜନଙ୍କ ପାଖରେ ଆମେ ନିଜକୁ ସମର୍ପଣ କରିପାରିବା, ସେଇ ଗୋଟିକ ହେଉଛି ଜୀବନର ଶ୍ରେଷ୍ଠ ଲାଭ। ରୋଜଗାର କଲୁ, ଏତେ ଖର୍ଚ୍ଚ କଲୁ, ଏତେ ସଞ୍ଚୟ କଲୁ, ସେଗୁଡ଼ାକ ଲାଭ ନୁହେଁ, ସିଏ ସବୁ ଏଇଠି ରହିଯିବ। ସେଇଥିପାଇଁ ଭାଗବତରେ ଆଉ ଗୋଟିଏ ପଦରେ କହିଲେ ମନୁଷ୍ୟ ହନୁମାନ କୋଉ ଯୁଗର? ତ୍ରେତୟା ଯୁଗରେ ହନୁମାନ ରାମଙ୍କର ଦୂତ ହେଇଥିଲେ।
ଆଜି ଗାଁ ଗାଁରେ ହନୁମାନଙ୍କର ମୂର୍ତ୍ତି ଆମେ ଦେଖିବାକୁ ପାଉଛୁ। କୋଉଠି ବେଶୀ ଭଲ ପୂଜା ହଉଛି, କୋଉଠି ଭଲ ପୂଜା ହଉନି, ସେ ଅଲଗା କଥା, କିନ୍ତୁ ହନୁମାନ ତିଆରି ହେଇଛି। ଏଇ ଯୋଉ ହନୁମାନ ବୋଲି 4ଟି ଅକ୍ଷର, ଏଇ 4ଟି ଅକ୍ଷର ଭିତରେ ମଧ୍ୟ ଆମ ଜୀବନର ସବୁ, ଆମ ଜୀବନ କ'ଣ, ପୃଥିବୀର ଯେତେ ଜୀବନ ରହିଛି, ପଶୁ ପକ୍ଷୀ ତରୁ ତୃଣ ଲତା, ସମସ୍ତଙ୍କର କଥାଟି ତାରି ଭିତରେ ରହିଛି। ଆଜି ଯୋଉ ପିଲାଟି ଜନ୍ମ ହବ, ଆଜି ଜନ୍ମ ହେଲା, କାଲିକି 2 ଦିନ, ତାପରେ ହେଲା ବର୍ଷେ, ତାପରେ 12 ବର୍ଷ 20 ବର୍ଷ, ଯିଏ ଯେତେ ଦିନ ବଞ୍ଚିଲା। ତାହେଲେ ଜୀବନର ପ୍ରତିଟି ସମୟକୁ ଯିଏ ହରଣ କରନ୍ତି ସିଏ ହେଉଛନ୍ତି ହନୁମାନ। ହ କହିଲେ ହରି, ହରି କହିଲେ ଆମର ଜୀବନର ଦୁଃଖ ଆଉ ସୁଖ, ନିନ୍ଦା ଆଉ ପ୍ରଶଂସାକୁ ଯିଏ ହରଣ କରନ୍ତି। ଆଜି ଆମେ ଏଇଠି ବସିଛୁ ପରୀକ୍ଷାରେ, କାଲିକି ଆପଣମାନଙ୍କୁ କିଏ ପଚାରିବ, ବଳିଆ କାଲି ଏଠିକି ଆଇଥିଲା, ସନ୍ଧ୍ୟାରେ ଆଇଥିଲା, ସାଙ୍ଗେ ସାଙ୍ଗେ ଗଲା। ଆସନ୍ତା କାଲିଟା ଆମ ପାଇଁ 2 ଦିନ ହେଇଯିବ। ତେଣୁ ହ କହିଲେ ହରି, ଯିଏ ହରଣ କରନ୍ତି, ପ୍ରତ୍ୟେକ ମୁହୂର୍ତ୍ତକୁ ଯିଏ ହରଣ କରନ୍ତି, ସିଏ ହେଉଛନ୍ତି ହରି। ହରି କହିଲେ ସିଂହ, ସିଂହ କିଏ? ଭଗବାନ ପ୍ରହ୍ଲାଦଙ୍କ ପାଇଁ, ପୁତ୍ର ପ୍ରହ୍ଲାଦଙ୍କ ପାଇଁ ଆଉ ହିରଣ୍ୟକଶ୍ୟପଙ୍କୁ ମୁକ୍ତି ଦେବା ପାଇଁ ଯିଏ ସ୍ତମ୍ଭରୁ ଆବିର୍ଭୂତ ହେଇଥିଲେ, ସେ ଆବିର୍ଭୂତର ମୂଳରେ ଥିଲା ବିଶ୍ୱାସ, ଦୃଢ଼ ବିଶ୍ୱାସ। ଯେତେବେଳେ ହିରଣ୍ୟକଶ୍ୟପ ପ୍ରହ୍ଲାଦକୁ ପଚାରିଲେ ଯେ ତୁ ଯୋଉ ହରି ହରି ବୋଲି କହୁଛୁ, ସେ ହରି ବର୍ତ୍ତମାନ କୋଉଠି ଅଛନ୍ତି? ସେ ଉତ୍ତର ଦେଲେ ସବୁଠି ଅଛନ୍ତି। ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ସେ ସବୁ ଜାଗାରେ ଅଛନ୍ତି। ତେଣୁ ହିରଣ୍ୟକଶ୍ୟପ ପୁଅର ବିଶ୍ୱାସକୁ ପରୀକ୍ଷା କରିବା ପାଇଁ ସେ ଭାବିଲେ, କହିଲେ ପୁଅ ଯାହା କହୁଛି ସତ ହେଇଥିବ, ଗୋଟା ପଥର ଖୁମ୍ବ ଭିତରେ କ'ଣ, ପଥର ଖୁଣ୍ଟ ଭିତରେ କ'ଣ ହରି ଥିବେ? ତେଣୁ ସେ ଜାଣି ଶୁଣିକିରି ପଚାରିଲା ଯେ ତୁ ହରି କ'ଣ ଏଇ ସ୍ତମ୍ଭ ଭିତରେ ଅଛନ୍ତି? ଦୃଢ଼ ବିଶ୍ୱାସ। ଯଦି ବିଶ୍ୱାସ ଆମର ଦୃଢ଼ ରହିବନି, ତାହେଲେ ଆମେ କେବେ ହେଲେ ସେ ଯେଉଁ ଭକ୍ତି କରିବୁ, ସେ ଭକ୍ତିର ମୂଲ୍ୟ କିଛି। ସେଥିପାଇଁ ଭାଗବତରେ ମଧ୍ୟ କୁହାଗଲା, ମୂଳଟି ଅଟଇ ଆଉ ଗୋଟିଏ ପଦରେ କହିଲେ, ବିଶ୍ୱାସ ବିନା
ରାମଚରିତ୍ର ମାନସରେ ତୁଳସୀ ମଧ୍ୟ କହିଲେ ଶ୍ରଦ୍ଧା ବିଶ୍ୱାସ ରୂପିଣ। ଯଦି ଆମ ଭିତରେ ଶ୍ରଦ୍ଧା ନାହିଁ କି ବିଶ୍ୱାସ ନାହିଁ, ଆମେ ଯେତେ ପ୍ରକାରର ଯାହା କଲେ ବି ସେଟା ଲୋକ ଦେଖାଣିଆ ହେଇ। ଗୀତାରେ କହିଲେ ଶ୍ରଦ୍ଧାବାନ ଲଭତେ ଜ୍ଞାନ। ତେବେ ଯାହା ହଉ କହିଲେ ହରି ଶବ୍ଦର ଅର୍ଥ ହେଉଛି ସିଂହ। ତେଣୁ ଭଗବାନ ଭକ୍ତ ପାଇଁ ନରସିଂହ ଅବତାର ହେଇଥିଲେ। ନରହରି ସତ୍ୟ ଦୈତ୍ୟ କୁଳାଦିନାଥ ମନ୍ଥନମ ସୂର୍ଯ୍ୟନ୍ଦୁବି କେଶରୀ ତ୍ରେତାୟାଂ ଦଶ କଣ୍ଠ କଣ୍ଠ ହରଣ ରାମାଭିରାମାକୃତି ଗୋପାଳନ ପରିପାଳନ ବ୍ରଜକୁଳେ ହାରା ହରେ ଦ୍ୱାପରେ ଶ୍ରୀ ଗୌରାଙ୍ଗ ପ୍ରିୟ କୀର୍ତ୍ତନ କଳିଯୁଗେ ବ୍ରଜେତ ସତୀ ନନ୍ଦନ। ସେ ସତ୍ୟରେ ହଉଛନ୍ତି ନୃସିଂହ ନର ହରି। ତ୍ରେତୟା ଆମେ ଦେଖିନୁ, ତେବେ ଶୁଣିଛୁ ତ ତ୍ରେତୟା ଯୁଗ ଥିଲା। ସେ ତ୍ରେତୟା ଯୁଗରେ ସେ ନିଜେ ଗୋଟେ ହରି କହିଲେ ମର୍କଟ। ସେ ମର୍କଟ ରୂପକୁ ଧାରଣ କରିଥିଲେ, କିନ୍ତୁ ସେ ଆମ ଗଛ ବୃକ୍ଷରେ ଗାଁ ଗଣ୍ଡାରେ ଉତ୍ପାତ କରୁଥିବା ମର୍କଟ, ସେଇ ଜାତିର ମର୍କଟ ସେ ନୁହନ୍ତି। ସିଏ ହଉଛନ୍ତି ରୁଦ୍ରାବତାର, ଶିବଙ୍କର ଅବତାର। ସିଏ ହଉଛନ୍ତି କେଶରୀ ନନ୍ଦନ। ସିଏ ଯେତେବେଳେ ମା ଅଞ୍ଜନାଙ୍କ ଗର୍ଭରେ ବଢୁଥିଲେ, ମା ଅଞ୍ଜନା ସେତେବେଳେ ଯୋଗ କରୁଥିଲେ। ଯୋଗ, ଆସନ, ଧ୍ୟାନ, ପ୍ରାଣାୟାମ କରୁଥିଲେ। ସେଇ ସମୟ ଭିତରେ ହନୁମାନ ତାଙ୍କ ଗର୍ଭରେ ମାନେ ସଞ୍ଚରଣ ହେଇଥିଲେ। ତେଣୁ ତାଙ୍କୁ ସେଇଥିପାଇଁ କୁହାଯାଏ ପବନ ନନ୍ଦନ। କିନ୍ତୁ ପ୍ରକୃତରେ ହନୁମାନଙ୍କ ବାପା ହେଉଛନ୍ତି କେଶରୀ, ତାଙ୍କ ମା ହେଉଛନ୍ତି ଅଞ୍ଜନା। ତେବେ ତ୍ରେତୟାରେ ସେ ନିଜେ ରାମଙ୍କର ଦୂତ ରୂପରେ ହରି ହେଲେ। ହରି କହିଲେ ହନୁମାନ। ଯେତେବେଳେ ଦ୍ୱାପର ଯୁଗ ଆସିଲା, ଦ୍ୱାପର ଯୁଗରେ ସିଏ ନିଜେ ରାଧା ହରି ହେଲେ। ସେଠି ହରି କୃଷ୍ଣ ହେଲେ। ରାଧା ରାଣୀ ଆରାଧନାର ଯିଏ ପ୍ରତୀକ ସେ ହଉଛି ରାଧା। ରାଧା ଗୋଟିଏ ବ୍ୟକ୍ତି ନୁହେଁ କି ଗୋଟିଏ ମୂର୍ତ୍ତି ନୁହେଁ। ରାଧା ହଉଛନ୍ତି ଗୋଟେ ଆରାଧନାର ପ୍ରତୀକ। ଏଠି ହନୁମାନଙ୍କୁ ଯିଏ ପୂଜା କରୁଛି ବା କରୁଥିବେ, ସିଏ ମଧ୍ୟ ରାଧା। ଆମ ଘରେ ଆମେ ଠାକୁର ଘର ଗୋଟେ ଘର କରିଛୁ, ଠାକୁରଙ୍କୁ ପୂଜୁଛୁ। ଯେତିକି ସମୟ ଆମେ ପୂଜା କରୁଛୁ, ରାଧା ନହେଲେ ସେ ପୂଜାକୁ କେହି ଗ୍ରହଣ କରିବେ ନାହିଁ। ଆପଣ ଶିବ ମନ୍ଦିରକୁ ଯିବେ, ରୁଦ୍ରାଭିଷେକ କରିବେ। ରୁଦ୍ରାଭିଷେକ କରୁଥିବା ବେଳେ ଆମେ ସେତେବେଳେ ରାଧା ହଉ। ରାଧା ମାନେ ଆରାଧନା। ତେଣୁ ଦ୍ୱାପର ଯୁଗରେ ସେ ହେଲେ ରାଧା ହରି। କୃଷ୍ଣ ନିଜେ ହରି ହେଲେ। ଆମର ଭାଗବତରେ ବି ସେୟା କୁହାଯାଏ। ମୁଁ ଖାଲି ଟିକେ ପଢି ଦଉଛି। ନମୋ ନୃସିଂହ ଚରଣ ଅନାଦି ପରମ କାରଣ ଲୀଳା ବିଧୃତ କଳେବର ଦେବ ମାନବେ ଅଗୋଚର ମାୟା ସଂସାରେ ଯାର ଲୀଳା ଯା ନାମ ଭବ ଜଳେ ବେଳା
କରୁଣା କଟାକ୍ଷ ପ୍ରକାଶେ ଭକତ ଜନ ଦୁଃଖ ନାଶେ ସେ ହରି ଚରିତ ପ୍ରକାଶ ଶ୍ରୀ ଭାଗବତ ଏକାଦଶ। ଏଠି ହରି ହଉଛନ୍ତି ସ୍ୱୟଂ ଭଗବାନ କୃଷ୍ଣ। ତେବେ ଏଇ ଯୋଉ ଯୁଗରେ ଆମେ ଅଛୁ ଆକୁ କ'ଣ କହୁଛନ୍ତି କଳି ଯୁଗ। ସେ କଳି ଯୁଗ ହଉ ଯୋଉ ଯୁଗ ହଉ ଏ ଯୁଗରେ ହରି କିଏ? ହରି ହଉଛନ୍ତି ନାମ କୀର୍ତ୍ତନ। ଆମେ ରାସ୍ତା ପାଖରୁ ଏପର୍ଯ୍ୟନ୍ତ ଆସିଲୁ। ଆଗରେ ଗୋଟେ ଗାଡ଼ି ଥିଲା, ସେ ଗାଡ଼ିରେ କୀର୍ତ୍ତନିଆ ମାନେ ବସିଥିଲେ, ନାମ କରିକିରି ଆସୁଥିଲେ। ଏଇ ନାମ ହିଁ କଳି ଯୁଗରେ ସାକ୍ଷାତ ଭଗବାନ ବା ନିଜେ ହଉଛନ୍ତି ସେ। ତେଣୁ ସେଥିପାଇଁ ଆମେ ଭାଗବତ ଶେଷରେ ପଢୁ ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ସେ ମକରନ୍ଦ ଆନନ୍ଦେ ବୋଲୋ হরি হরি बोलो आनंदे हरि 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 नामे बांधवे हरि हरि से तो ତେଣୁ ସଜ୍ଜନ ହନୁମାନଙ୍କର ପ୍ରଥମ ଅକ୍ଷର ହେଉଛି ହ। ଯେଉଁ ହ ସହିତ ଜୀବନର ସମ୍ପର୍କ ଅଛି। ହ କହିଲେ ହଂସ। ହଂସ କାହାକୁ କୁହାଯାଏ? ଏଇ ଯୋଉ ଆମର ଅଚ୍ୟୁତାନନ୍ଦ ଗୋଟେ ହଂସ କଥା ଲେଖିଛନ୍ତି। ବାଇ ମନ ହୋ ବସି ଗୀତ ମହାପୁରୁଷ ଅଚ୍ୟୁତ ଲେଖିଛନ୍ତି। ଚାରିପଦ ଏଇ ଗୀତଟା। ଏଇ ଗୀତଟିକୁ ବି ଯଦି ଆମେ ଭଲ କରି ବୁଝିଦେବା ତାହେଲେ ସବୁ କଥା ବି ଆମେ ଗୁଡ଼ାଏ ଶିଖିଛୁ, ଗୁଡ଼ାଏ ମୁଖସ୍ଥ କରିଛୁ, ଗୁଡ଼ାଏ ଗପୁଛୁ। ତେଣୁ ଲୋକ ଆମକୁ କହୁଛନ୍ତି ଇଏ ବଢ଼ିଆ ପ୍ରବଚକ ବା ଇଏ ବହୁତ ଜ୍ଞାନୀ, କିନ୍ତୁ ପ୍ରକୃତରେ ଜ୍ଞାନୀ ସେ ନୁହଁ। ଜ୍ଞାନୀ ତାଙ୍କ ମନକୁ ମନ ଜ୍ଞାନୀ, ମଣିଷ ମାନେ ତାଙ୍କୁ ଜ୍ଞାନୀ ବୋଲି କହୁଛନ୍ତି। ମୋ ମନେ ଜ୍ଞାନ ଦୀପ ଜାରି ଅଜ୍ଞାନ ଆଉ ଗୋଟେ ପଦରେ କହିଲେ ଭଲ କଥା ଦିଏ। ତମେ ରାମାୟଣ ମୁଖସ୍ଥ କରିବ,
ଭାଗବତ ମୁଖସ୍ଥ କରିବ, ଗୀତା ମୁଖସ୍ଥ କରିବ, ଆମେ ବସିକିରି ମାନେ ଭାଷଣ ଦେବାକୁ ଯିବୁ। ଇଏ ଗୋଟେ ଅଲଗା ଜ୍ଞାନୀ, ସିଏ ଜ୍ଞାନୀ ଭଗବାନଙ୍କ ରାଜ୍ୟର ଜ୍ଞାନୀ ନୁହେଁ। ପ୍ରକୃତରେ ଜ୍ଞାନୀ କିଏ? ସେଇ ଭାଗବତରେ କୁହାଯାଉଛି, ମୁଁ ଯାକୁ ସିଏ ଯାହାକୁ ସଦୟ ହେବେ, ଜ୍ଞାନ ତା ଭିତରୁ ବାହାରିବ। ଆପଣ ଦେଖନ୍ତୁ, ଧ୍ରୁବଙ୍କୁ ଧ୍ରୁବ ବସିଥିଲେ ବାପାଙ୍କ କୋଳରେ, ଉତ୍ତାନପାଦଙ୍କ କୋଳରେ ଧ୍ରୁବ ବସିଥିଲେ। ଉତ୍ତାନପାଦଙ୍କର ଦୁଇଟି ରାଣୀ, ଜଣଙ୍କ ନାଁ ସୁନୀତି, ଆଉ ଜଣଙ୍କ ନାଁ ସୁରୁଚି। ସୁରୁଚି ମାଙ୍କର ପୁଅ ନାଁ ହେଉଛି ଉତ୍ତମ, ସୁନୀତି ମାର ପୁଅ ନାଁ ହେଉଛି ଧ୍ରୁବ। ଧ୍ରୁବ ଯେତେବେଳେ ବାପାଙ୍କ କୋଳରେ ବସିଲେ, ଦେଖନ୍ତୁ ପିଲାମାନେ ସବୁଠାରୁ ମାନେ ନିର୍ଭୀକ ଜାଗା ବୋଲି ଭାବନ୍ତି ବାପ ମାଙ୍କର କୋଳ। ସେମିତି ଧ୍ରୁବ ବସିଛନ୍ତି, ସୁରୁଚି ତାଙ୍କୁ ଉଠେଇ ଦେଲେ, କହିଲେ ଇଏ କୋଳରେ କେବଳ ମୋ ପୁଅ ବସିବ, ତୁ କିଏ? ଧ୍ରୁବ କାନ୍ଦି କାନ୍ଦିକିରି ମାଙ୍କ ପାଖରେ ପହଞ୍ଚିଲା। ତାଙ୍କ ମା ନାଁ ହଉଛି ସୁନୀତି। ସେ କଳୁଗୁରି ମା ନୁହଁ, ଶାନ୍ତ ଶୁଦ୍ଧ ପ୍ରକୃତ ମା। ପୁଅର ଆଖିରୁ ଲୁହ ପୋଛି ଦେଇ କହିଲେ, ଧ୍ରୁବ ତୁ କାନ୍ଦୁଛୁ କାହିଁକି? ନା ମୁଁ ବାପାଙ୍କ କୋଳରେ ବଇଥିଲି, ସୁରୁଚି ମା ଆସି ମତେ ଉଠେଇ ଦେଲେ ଏବଂ କହିଲେ ତୁ ଯୋଉ ଜନ୍ମରେ ମୋ ପୁଅ ହେଇ ଜନ୍ମ ହବୁ, ତୁ ବାପା କୋଳରେ ବସ। ମୋର ଦୋଷ କୋଉଠି ରହିଲା? ମା ସେ ତ ଶାନ୍ତମୟୀ ପବିତ୍ରମୟୀ ଜନନୀ, ସିଏ କଣ କାହା ସାଙ୍ଗେ ଯାଇ କଳି କରିବା ଆରମ୍ଭ କରିବି? ସେଇଠି ସେ ଖାଲି ପଦିଏ କହିଲେ, ଗୋଟାଏ ପଦ। ଆମକୁ 100 ପଦ କହିଲେ ବି ଆମର କିଛି ମନେ ରହୁନି। ଗୋଟିଏ ପଦ, ସେ ପଦଟି କଣ? ହରି ଭରସା। କେଇଟି ଅକ୍ଷର? 5ଟି ଅକ୍ଷର ମୋଟେ। ହରି ଭରସା। ଧ୍ରୁବ ପଚାରିଲେ, ମା ହରି କିଏ? ସେ ହରିଙ୍କର ବର୍ଣ୍ଣନା କଲେ। ସେ କୋଉଠି ଅଛନ୍ତି? କାଷ୍ଠ ପାଷାଣ ତରୁ ଆଉ ଗୋଟିଏ ପଦ ବି ବୁଝେଇଲେ, ସକଳ ଘଟେ ନାରା ଧ୍ରୁବ ପଚାରିଲେ, ମା ଇଏ ବଣ ଜଙ୍ଗଲ ପାହାଡ଼ ପର୍ବତ ନଦ ନଦୀ ଇଏ ସବୁ ଜାଗାରେ କଣ ହରି ଅଛନ୍ତି? ମା କହିଲେ, ହଁ
ଶୋଇପଡ଼, ହରିଙ୍କି ସ୍ମରଣ କରି ତୁ ଶୋଇପଡ଼। ହରି ସବୁ ଜାଗାରେ, ଜଳେ ହରି ସ୍ଥଳେ ହରି, ହରି ଗଗନ ମଣ୍ଡଳେ। ଆଉ ଧ୍ରୁବ ଆଉ ଶୋଇବେ କଣ? ମା ଶୋଇପଇଲେ, କିନ୍ତୁ ଧ୍ରୁବ ମା ଶୋଇଥିବା ସମୟରେ ହରି ହରି କହିକି ଚାଲିଲେ। ଗଛକୁ କହିଲେ ହରି, ପଶୁକୁ କହିଲେ ହରି, ତାଙ୍କ ପାଇଁ ଏ ଦୁନିଆଟା ହେଇଗଲା ହରି। ଏଇ ହଉଛି ମୁଁ ଯାକୁ ହୁଅ ଈଶ୍ୱର। এই হচ্ছেন প্রকৃত জ্ঞানী। সে কিছু শ্লোক মুখস্থ করে জ্ঞানী হইনা, কেউ পুরাণ ବି ଧ୍ରୁବ ପଢିନା। ମାଙ୍କ କଥାକୁ ବିଶ୍ୱାସ କରି ଇଏ ଜଗତମୟ ହରି, ଏଇ ଯୋଉ ଭାବନା ତାଙ୍କ ଭିତରେ ସୃଷ୍ଟି ହେଲା। ଆଉ ହରିଙ୍କ ଗପ କଣ ଗପିବେ? ସିଏ ତ ହରିଙ୍କି ପାଇଗଲେ। ଆଉ ଭଗବାନ ବୈକୁଣ୍ଠରୁ, ବୈକୁଣ୍ଠ ଯୋଉଠି ଅଛି ନା, ବୈକୁଣ୍ଠ କୋଉଠି ଅଛି କଣ ନାହିଁ ମୁଁ ଦେଖିନି, ଆପଣମାନେ ଯଦି ଦେଖିଥିବେ ଦେଖିଥିବେ। ତେବେ ବୈକୁଣ୍ଠରୁ ଦେବର୍ଷି ନାରଦଙ୍କୁ ପ୍ରଭୁ ପଠେଇଲେ। ନାରଦ କହିଲେ ଗୋଟେ କଣ, ନାରଦ କହିଲେ ଯେ ଗୋଟେ ସ୍ୱର୍ଗରେ କୋଉଠି ଯେ ବୀଣା ବଜେଇକିରି ଢିଙ୍କି ବାହାନରେ ବସିକିରି ବୀଣା ବଜେଇକିରି ସବୁଆଡ଼େ ବୁଲୁଛନ୍ତି। କୋଉଟା କାହିଁ ଆମେ କୋଉନ ଦେଖିନୁ। ଯଦି ଆମର କୃଷ୍ଣ ଦେଖିଥିବ, ଭାରତୀ ଆମର ଗାୟିକା ସିଏ ନିଶ୍ଚୟ ଦେଖିଥିବ, କାରଣ ସବୁବେଳେ ନାରଦଙ୍କ କଥା କହୁଛନ୍ତି। ତେଣୁ ନାରଦ ହଉଛନ୍ତି ଯେଉଁ କୀର୍ତ୍ତନ ମଣ୍ଡଳୀ ମାନେ ଆମକୁ ପାଛୋଟି ଆଣିଲେ, ସେଇମାନେ ହଉଛନ୍ତି ନାରଦ। ନାରଦ ହଉଛନ୍ତି ଯେଉଁମାନଙ୍କର ଦାନ୍ତ ଦୁର୍ବଳ ହେଇଗଲାଣି। ଆମ ଘରେ ଯିଏ ଅଜା କି ଆଈ, ଏଇ ହଉଛନ୍ତି ନାରଦ। ତେଣୁ ନାରଦ ତତ୍ତ୍ୱ ଆହୁରି ଅଛି। ଯିଏ ପବିତ୍ର ସାମ୍ବାଦିକ ସେମାନେ ନାରଦ, ପବିତ୍ର ରାଜନୀତିଜ୍ଞ ସେମାନେ ନାରଦ। ମୋଟାମୋଟି କଥା, ପୁରାଣ କଥାକୁ ପୁଣି ସମ୍ମାନ ଦେବାକୁ ପଡ଼ିବ। ପୁରାଣରେ ଲେଖା ହେଲା ପ୍ରଭୁ ପଠେଇଲେ ନାମାଚାର୍ଯ୍ୟ ନାରଦଙ୍କୁ, ଯେ ନାମକରଣ, ସେ ଧ୍ରୁବକୁ ଗୁରୁ ମନ୍ତ୍ର ଦେଇ ଆସେ। କାରଣ ସେ ମା କଥାରେ ପଳେଇ ଆସିଛି, ହରି ହରି କହିକିରି ଜଙ୍ଗଲରେ ବୁଲୁଛି। ତେଣୁ ତୁମେ ତାଙ୍କୁ ଗୁରୁ ମନ୍ତ୍ର ଦିଅ। ନାରଦ ଆଗରେ ଯାଇ ଠିଆ, ଧ୍ରୁବଙ୍କ ଆଗରେ ଠିଆ ହେଲେ। ନାରଦ କହିଲେ ଆପଣ କିଏ? ନା ମୁଁ ନାରଦ। ଯେ ମୋଟାମୋଟି ସେ କହିଲେ ତୁମେ ଜଙ୍ଗଲରେ କାହିଁକି ବୁଲୁଛ? ନା ମୁଁ ହରିଙ୍କି ଖୋଜୁଛି। ହରି କୋଉଠି ଅଛନ୍ତି? ନା ମୋ ମା କହିଛନ୍ତି ସବୁ ଜାଗାରେ ହରି ଅଛନ୍ତି, ତମେ ବି ମୋ ଆଗରେ ହରି। ସେଇଠି ଗୁରୁ କୃପା ହିଁ କେବଳମ୍। ଜୀବନରେ ସବୁ କୃପା ଆମେ ପାଇବା, କିନ୍ତୁ ଗୁରୁ କୃପା ପାଇବାଟା ଗୋଟେ ସ୍ୱତନ୍ତ୍ର କଥା। ସମସ୍ତେ ସେ କୃପାର ଅଧିକାରୀ ହେଇପାରିବେ। ସେଇଠି ଦେବର୍ଷି ନାରଦ ତାଙ୍କୁ ଗୁରୁ ମନ୍ତ୍ର ଦେଲେ। କହିଲେ ନାରଦ ଏଇ ମନ୍ତ୍ରକୁ ଜପ କରିବ। ଏଇ ଯୋଉ ପାଖରେ ଯୋଉ ନଦୀ ବହି ଯାଉଛି, ଇଏ ହଉଛି ଯମୁନା ନଦୀ। ଏଇ ଯମୁନା ନଦୀରେ ସ୍ନାନ କରିବ ବ୍ରାହ୍ମ ମୁହୂର୍ତ୍ତରେ।
এই যମୁନା ନଦୀରେ ସ୍ନାନ କରି ଏଇ ପାଖରେ ଦେଖ ଯୋଉ ଦେଖାଯାଉଛି ମଧୁବନ, ଏଇ ଯୋଉ ଜଙ୍ଗଲଟା ଦେଖୁଛ ଏଟା ହଉଛି ମଧୁବନ। ସେ ମଧୁବନରେ ତପସ୍ୟା କରିବ, ପଦ୍ମାସନ କରିବ, ହୃଦୟକୁ ଚିନ୍ତନ କରି ଆଖି ବୁଜି ବସିବ। ଏତିକି କହି ଦେବର୍ଷି ନାରଦ ଚାଲିଗଲେ। ସେଇଦିନ ଠାରୁ ସେଇ ମୁହୂର୍ତ୍ତରୁ ସେ ଜପ ଆରମ୍ଭ କଲେ। ସେ ଜପଟି କ'ଣ? ଆଜିକାଲି ସେ ଜପ ଆଉ ହଉନି। ଯେତେ ଗୁରୁ ତାଙ୍କର ଗୋଟା ଗୋଟା ମନ୍ତ୍ର। ସେ ଆଉ ପୁରୁଣା ମନ୍ତ୍ରକୁ ଆଉ କେହି ପସନ୍ଦ କରୁନାହାନ୍ତି। ଆଉ ଯଦି ପୁରୁଣା ମନ୍ତ୍ର ବି ଗୁରୁ ଦେବେ, ସେ ବି ଗୋଟେ ଶିଷ୍ୟ ମାନେ ଥରେ କହିଲା, ଭାଇ ଏ ମନ୍ତ୍ରଟା ଦେଲେ ମୁଁ ଜପୁଛି, ମୋର ଟିକେ ଇଚ୍ଛା ହେଉଛି ଆପଣ ମୋତେ ଗାୟତ୍ରୀ ମନ୍ତ୍ର ଦିଅନ୍ତୁ। ହଉ ନେ, ତୋର ଇଚ୍ଛା ହେଲାଣି ନେ। ତେଣୁ ସିଏ ମନ୍ତ୍ର ସବୁବେଳେ ମାନେ ଜୀବନ୍ତ। କ'ଣ ସେ ମନ୍ତ୍ରଟି? ଓಂ ନମୋ ଭଗବତେ ବାସୁଦେବା। ये नाम ये मंत्रटी होती माने प्रसिद्ध मंत्र। ओम मिशिकी ओम उत्पत्ति स्थिति प्रलय ब्रह्मा विष्णु शिव ये हेले ओम। यही ब्रह्मा विष्णु शिव को सद्गुरु रूप में नमस्कार कर। ओम नमो। तुम तो थरे जीव ब्रह्मा पाक, थरे जीव विष्णु पाक, जीवन सरीज। तेणु भगवान माने एमती परिष्कार कहले जे गुरु को नमणीब नर गुरुटी साक्षात ईश्वर। तेणु गुरु को ब्रह्मा विष्णु शिव रूप में नमस्कार कर। ओम नमो। भ कहले कौन? भक्ति कर। खाली नमस्कार कले कौन हम? भक्ति कर। भक्तिर आउ गोटे अर्थ अच्छी, सेटा होती सेवा। हत सेवाया। ग कहले गति। भल काम कर। आड़ू साड़ू जहाँ कर से हम कर्मठ हुआ। कर्म ही भगवान कर स्वरूप। ये हनुमान टी कौन खाली मन को पूजा पाऊँ? राम से कौन न कथा मुणा गपिले राति पाइब। वो तो तंटी सुखी जाऊँगी, जीभ सुखी जाऊँगी, खाली स्टेज बंधा है बाध्य। पैड़ पानी पीवा द्वारा मुझे कहूँ ये पैड़ी कौटू आनी कौन? पैड़ एत अमृत पानी जहाँ मोर जीवन धन्य है। अच्छा, ये होती यही जो कथाटी मु कहली, कर्म ही देव कर्म पादे कर्म ही भगवान। पिला माने केवल युवक माने जी थे से केवल माने बलिया कही जाऊँगी मु तो तमरी अंचल लोकटा, मु कौन कौ आई फरेन रु। तुमर जगतसिंहपुर जिला को मोर जगतसिंहपुर जिला, तुम तीर्तोल थाना को
मोर भी तिर्तोल थाना कि तुम कौन कुजंग थाना कि ओहो तुम कुजंग थाना से जहाँ आम यही अंचल कर्म कर्म संपादन करने प्रभु आमको हाथ हाथ आंगुठी नख पांचुटा आंगुठी एपाखे पांचुटा से पाखे पांचुटा कौटा छोट कौटा बड़ कहीं देख कर्म संपादन करने ये हाथ आम कर्म करवानी यदि मद बोतल धरवा केमी हम तेरे सज्जन विशेष व्याख्या करी कहूनी एति कहूँ जे ध्रुव से दिन ब्राह्म मुहूर्त जमुना रे स्नान करी मधुबन रे बसिले निश्चल भाव हृदय को चाहिए बसिले माने आखि बुझी हृदय को अनेले से परिष्कार देखुचंदी शंख चक्र गदा पद्म धरी गोटे मूर्ति ठिया हृदय तेणु सी मन खुशी सी खाया पीवा कथा मुंड दे जो दिन भाविले जे मु तो प्रभु को देखिले ये दुनियाटा कौन केमी मुझे देखिपारे नहीं ये मधुबनटा केमी ये सब अनेदेले अनेदेला देखागला पहाड़ पर्वत जंगल पुणी आखि बुझिला बेलू आउ से देखा गले बहुत कांदिले बोले प्रभु मते देखा देइथिल मु कौन भूल कली मते आउ देखा होना कि माने मु आत्मविसर्जन करी जमुना को नहीं पड़बी एम सब कहले से पवित्र शब्दटीए भासी आसिला ध्रुव ध्रुव शब्दर अर्थ हूँ सत्य ध्रुव तुमर साधना सिद्धि लाभ कर माँ कांदुची राधप्रसाद रे तम माँ कांदुची तम सान माँ भी कांदुचंती जे तुमको बापा कोलू तड़ी देइतिले से भी कांदुचंती तम पाई तांको पुआ होउची उत्तम ताकू बाघ नहीं पड़े तेणु से कांदु बापा भी कांदुचन ध्रुव ध्रुव सी तुमको खोजिया जंगल आड़ को आउच यही हूँ प्रकृत समय तुम्हें जंगल को छाड़ी आगे जाओ बाटर भेटा माने भेट तेणु ये जो कथाटी कहली ये हूँ हनुमान अक्षर नु कहले नुम सच्चिदानंद रूपाय विश्वोत्पत्त्यादि सकाळु उठिब हृदय को चिंता करी नमस्कार दिए हो बिछना छाड़ब माटी रे पाद दब माटी माँ को नमस्कार मुह धोइब पानी को गंगा बोली स्मरण करी जल व्यवहार कर गाधई सारिबा परे सूर्यंक उद्देश्य आंजुलाए जल दे तांको नमस्कार कर तुम्हें गाधुआ घरे गाधा कि केनाल रे गाधा केनाल रे जमा गाधे ये जो केनाल आमर तालदंडा केनाल जाइची
ये केनाल कटकर जिते अलिया मलिया भलिया हो सब ये केनाल बाटे जमा गाधे जदि केतबेले पानी गोटे दरकार हम भल सिझेब तापर छाणीब ताकू ठंडा कर बाहर। अच्छा तेणु नुम प्रथमे हृदय को चिंतन करी गुरु को आउ इष्ट को नमस्कार करिब बिछणा को छाड़ी धरित्री माँ को आउ निज माँ को नमस्कार करिब जल पाखक जीव तांको गंगा बोली गायत्री बोली स्मरण करी जल को नमस्कार तापर सूर्य को नमस्कार करिब सूर्य होचंती प्रत्यक्ष देवता से होचंती अवतार भगवान स्वरूप होचंती सूर्य तेणु सब कही सब लिखाई गीता भागवत एतिक परे तापर तमे तुम बाप माँ को यदि नमस्कार कर सुना पुओ झी हम जदि गुरु को कि सन्थ को नमस्कार कर सुना पुओ हम आउ जमा बिल्कुल नमस्कार न करिकी बाजार को जीव तुम कौन सुना पुओ हम बाजार चा पील मद पील कड़ा पान खाइल ये कौन सब नमस्कार तेणु भगवान गीतार कहते तमें जदि मत किछि देई पारिबनी तमें कह मु काकरा पिठा करी चकुली पिठा करी से अमुक कर रसगोल्ला से एमती सब भोग बहुत कर से भोग कौन ठाकुर खाए ठाकुर को से समर्पण है ना आ ठाकुर कौटा खाए किए गोटाए नड़िया कौन जगन्नाथ काले नहीं दासिया हाथ से रेकर्डटा एपर्यंत सबुआड़े बाजुची दासिया हाथ नड़िया ने तुम हाथ कौन नहीं पुओ जीवर गति अनुभव तुम तो निजर किसी अनुभव नहीं आ दासिया हाथ नड़िया खाइले नड़िया को लेकिन कौन से चोबेक खाइले जगन्नाथ ताकर आगे दांत अच्छी जगन्नाथ आम भाया दांत अच्छी को देखिच कि से हाथ में भी नेले कि हाथ पापुली ना देवे के ये हूँ जगन्नाथ महिमा आमको बुझेबा बा आम भितरे से जगन्नाथ भाव सृष्टि करने आमको ये गोटे पवित्र उदाहरण दिखाई आमे भावुचु नड़िया से खाइले किछि किछि एते महाप्रसाद रंधा हुई खाऊना कौन खाऊ कौटी आ खाऊ न खाऊ हूँ कहीं जीव को भुंजा ई भुंज आमरी भितरे से खाऊचंती आमे जदि सबुदिने कुकुड़ा झोल खाइबू छेली झोल खाइबू गाई झोल खाइबू से कौन तक खाइबे पैड़ पानी कौन देखे सीटा अमृत ये गोटे सलील अमृत तुल्य दद्युराजीवानंद प्रथम बयस दत्वा त्वयमल्प स्मरन्तम सलील अमृत तुल्य
ଦଦୁରା ଜୀବାନ। ନଡ଼ିଆ ଗଛଟି ଲଗେଇଲା ବେଳେ ଆମେ ମାଠିଆଏ ଖଣ୍ଡେ ପାଣି ଦେଇଥିଲୁ, ମାଠିଆ ବି ନୁହଁ ଅଳ୍ପ। ସେଇ କଥାକୁ ସେ ମନେ ରଖି ସେ ନିଜେ ସୃଷ୍ଟି କରିଛି ଗୋଟେ ଅମୃତ ତୁଲ୍ୟ ପାଣି, ସଲିଳ ଅମୃତ ତୁଲ୍ୟ। ଆଚ୍ଛା ଇଏ ପାଣି ପିଇବ ଆଉ ସେ ପାଣି ପିଇବ, ଠିପି ଖୋଲା ଠିପି ବନ୍ଦ। କେବେ ମୁଁ ଜାଣି ଏ ଦେଖନ୍ତୁ ପିଉଛି, ତମେ କଣ ସେମିତି ପିଇପାରିବ? ତମେ ପିଇବ ମୁହଁକୁ କି ଭେଙ୍ଗୁରା କରିବ, ତଣ୍ଟି ଫଣ୍ଟି ଜଳିଯିବ। ଆଉ ମୁଁ ବର୍ତ୍ତମାନ ଗିଲାସେ ପିଇଦେଲେ ଆଉ ଗିଲାସେ ପିଇଦେବି। ନା ମୁଁ କହିଲି ଗୋଟେ ଉଦାହରଣ କଣ ଆଣିବ ପୁଣି ଲମ୍ବା। ତେଣୁ ସଜ୍ଜନ ଦେଇଥିଲେ ପାଇ, ନ ଦେଇଥିଲେ ପଡ଼ିଆ ବାଇରେ ଗୋଧନ ଚରାଇ। ଆଚ୍ଛା ବର୍ତ୍ତମାନ ମୁଁ କହିଲେ ନୁମ, ନମସ୍କାର ପ୍ରିୟ ଭାନୁ। ଗୀତାରେ କହିଲେ ମତେ ଖାଲି ନମସ୍କାର କର। ଆଚ୍ଛା ମୁଁ କହିଲେ ତ ନୁମ। ଆମେ ଗୋଟେ ପିଲାର ଜନ୍ମଦିନ କରିବୁ, କଣ କରିବୁ? କେକ୍ କାଟି। କୋଉ ଶାସ୍ତ୍ରରେ ଲେଖା ହେଇଛି କେକ୍ କଟା ହବ? ମହମବତୀ ଜାଳିବୁ, କୋଉ ଶାସ୍ତ୍ରରେ ଲେଖା ହେଇଛି ମହମବତୀ ଜାଳିବ? ଏ ଯୋଉ ମା ମାନେ ତମେ ବହିଛ, ତମେ କଣ ସବୁ ପିଠାପଣା ଭୁଲିଗଲେ? ଓଡ଼ିଶାର ଘରଣୀ ବା ଓଡ଼ିଆର ମା ମାନେ ଯେତିକି ପିଠା ଜାଣିଛନ୍ତି, ଭାରତ ବର୍ଷରେ ଏତେ ପିଠା କେହି ଜାଣନ୍ତି। ଆମେ ପିଲାଦିନେ ଯେତେ ପିଠା ଖାଇଛୁ, ଆଜି କହୁଛନ୍ତି କେକ୍ ଖାଇବେ। କେକ୍ କଣ? ତେଣୁ ମନେ ରଖନ୍ତୁ, ଆମ ପିଲାଦିନେ ସତ୍ୟନାରାୟଣଙ୍କର ଶିରିଣି ଟିକେ ଖାଇବା ପାଇଁ 2-3 କିଲୋମିଟର ଅନ୍ଧାରରେ ପଳେଇ ଯାଉ। ସେଠି ଗଣେଶ, ନାରାୟଣ, ରୁଦ୍ର, ଅମ୍ବିକା, ଭାସ୍କର 5ଟି ଦେବତାଙ୍କର ସେ ପୂଜା ହୁଏ। ଯୋଉ ଘରେ ସତ୍ୟନାରାୟଣଙ୍କର ପୂଜା ହୁଏ, ଚାମର ସେବା ହୁଏ, ସିଏ ଘରେ ତନ୍ତ୍ର ମନ୍ତ୍ର ଯନ୍ତ୍ର ପ୍ରବେଶ କରିପାରିବ। ତେଣୁ ସଜ୍ଜନ ମାନିଲେ ଠାକୁର, ନ ମାନିଲେ ନମସ୍କାର ଯୋଉଠି କରିବା କଥା କର। ହନୁଟା କହିଲି ତ, ମା କହିଲେ, ମା କିଏ? ପ୍ରଥମ ମା ହଉଛି ଗର୍ଭଧାରିଣୀ ମା, ପ୍ରକୃତି ରୂପିଣୀ ମା, ଗୋମାତା ରୂପିଣୀ ମା, ଗଙ୍ଗା ମାତା, ଗାୟତ୍ରୀ ମାତା, ଗୀତା ମାତା। ଏତେ ମାଙ୍କ ଭିତରେ ଆମେ ଅଛୁ। କୋଉ ମାକୁ ରସଗୋଲା କିଏ ଖାଇବାକୁ ଦେଇଛ? ଯଦି ଦେଇଥିବ, ରସଗୋଲାଟା ଭଲ ଜିନିଷ ମୁଁ କହୁନି, ଯଦି ପିତା ମାତାଙ୍କୁ ଖୁଆଇ ପାରିଥିବ, ତାଙ୍କ ଠାରୁ ଯଦି କଲ୍ୟାଣ ଟିକେ ଆଣିଥିବ, ସେ କଥାଟା ଆଉ କୋଉଠି ମିଳିବ? ରାହାମା ଗଜଲକ୍ଷ୍ମୀ ଷ୍ଟୋରରେ ମିଳିବନି କି ପାରାଦୀପରେ କୋଉଠି ମିଳିବ? ଗୋଟିଏ ବ୍ୟକ୍ତି ଗୋଟେ ଠାକୁରଙ୍କ ପାଖରେ ଅନୁସରଣ ରହିଲେ, ଆଖଣ୍ଡଳମଣି, ଏଇଟା ସତ କଥା। ତାଙ୍କର ଗୋଡ଼ଟା ପ୍ରଚଣ୍ଡ ବିନ୍ଧୁଛି। ସିଏ ଆଖଣ୍ଡଳମଣି ତାଙ୍କୁ ସ୍ୱପ୍ନରେ କହିଲେ,
ତୁମେ ତୁମର ବାପାକୁ ପୂର୍ବ ଜନ୍ମରେ ଗୋଇଠାଟାଏ ପକେଇଛ। ତୁମେ ବର୍ତ୍ତମାନ ଯାଅ, ତମ ବାପା ଜନ୍ମ ହେଇଛନ୍ତି ଅମୁକ ଗାଁରେ, ଗୋଟେ ମଳିକ ସମ୍ପ୍ରଦାୟରେ ସେ ଜନ୍ମ ହେଇଛନ୍ତି। ତାଙ୍କୁ ବର୍ତ୍ତମାନ 60-65 ବର୍ଷ ହେଲାଣି। ତମେ ଯାଅ, ତାଙ୍କ ସେ ନଈରୁ ନଈ କୂଳରେ ଥିବେ, ତମେ ତାଙ୍କୁ ଭେଟ ହବ, ତାଙ୍କ ସାଙ୍ଗରେ ଖାଇବ ଏବଂ ତାଙ୍କୁ ଟିକେ ଗୋଡ଼ ଫୋଡ଼ ଟିକେ ଘଷି ଦେବ, ଆଶୀର୍ବାଦ ଭିକ୍ଷା କରିବ, ତାପରେ ତମେ ସଜ୍ଜନ। ଏଇଟା ଗୋଟେ ସତ କଥା। ସିଏ ଭାବିଲା ଏଇଟା କଣ ସତ? ପ୍ରକୃତରେ ଗଲାକୁ ସେ ଗାଁଟି ମିଳିଲା, ସେ ନଈ କୂଳଟି ମଧ୍ୟ ମିଳିଲା। ବୁଢ଼ା ନେଇକିରି ଆସୁଛନ୍ତି ବାଲ୍ଟିଏ ପାଣି, ସେ ବି ଟିକେ ଧରିକି ଆଣିଲା। ଏମିତି ହଉ ହଉ ଖାଇଲା, ଗୋଡ଼ ଫୋଡ଼ ମୋଡ଼ିଦେଲା। ବୁଢ଼ାଟି ତା ମୁଣ୍ଡ ଆଉଁସି ଦେଲା, କହିଲା ଆରେ ବାପା, ତୁ ମୋର ପୁଅ ଥିଲୁ କି ମୁଁ ତୋର ପୁଅ ଥିଲି ମୁଁ ଜାଣିନି। ତୁ କହୁଛୁ, ମୁଁ ସେତିକି କଥା ବିଶ୍ୱାସ କରୁଛି। ଆଉ ଯଦି ବି ତୁ ଅଜ୍ଞାନରେ ମୋତେ ମାରିଥିବୁ, ତାହେଲେ ମୁଁ ତୋ ଗୋଡ଼କୁ ଆଉଁସି ଦଉଛି। ତୋ ବିନ୍ଧା ବରଂ ମାନେ ମତେ ହଉ, ତୁ ସୁସ୍ଥ ହେଇଯା। ପ୍ରକୃତରେ ସେ ଲୋକଟା ଭଲ ହେଇଗଲା। ଏଇଟା ମୁଁ ଏଇ 10-30 ବର୍ଷ ତଳର କଥା କହୁଛି। ଯୋଉ ଲୋକଟି ଭଲ ହେଇଥିଲା, ସେଇ ଲୋକଟି ମତେ ଏ କଥା କହିଲା। ତେଣୁ ମା କହିଲେ ମାନ୍ୟତା। ଇଏ ଧରିତ୍ରୀ ହଉଛି ମା। এইভাবে ভাବରେ ଯୋଉମାନେ ମାନିବେନି, ଆଚ୍ଛା ମାନିବେନି, ଆଉ ସେ ତାଙ୍କୁ କହିକି ଲାଭ କଣ? ଆଉ ନ କହିଲେ নম্রতা। ତୁମେ ଯେଡ଼େ ବଡ଼ ଧନୀ ହୁଅ, ମାନି ହୁଅ, ଜ୍ଞାନୀ ହୁଅ, ଯଦି নম্রতা ଗୁଣ ତମ ପାଖରେ ନାହିଁ, ତାହେଲେ ସମ୍ପୂର୍ଣ୍ଣ ଭାବରେ ତମ ଜୀବନ ବ୍ୟସ୍ତ। ସେତୁବନ୍ଧ ପ୍ରତିଷ୍ଠା ବେଳେ ସବୁ କପି ମାନେ ବସିଗଲେ, ବାନରାକୃତି ମଣିଷ ମାନେ ବସିଲେ, ସମୁଦ୍ର କୂଳରେ ଗୋଟେ ବିଚାର ବିମର୍ଶ ହେଲା। ଲଙ୍କାକୁ କିଏ ଯିବ, ସୀତାଙ୍କୁ କିଏ ଠାବ କରିବ? ସମସ୍ତେ କହିଲେ ମୁଁ 2-3 କିଲୋମିଟର ଖଣ୍ଡେ ଡେଇଁବି, ଆଉ କିଏ କହିଲା ମୁଁ 5 କିଲୋମିଟର। କିଲୋମିଟର ମାନେ କେହି ଆଉ ଲଙ୍କାକୁ ଡେଇଁଲା ଭଳିଆ ସାମର୍ଥ୍ୟ। ଇଏ ଯୋଉ ହନୁମାନଟି, ଇଏ ବଇଥିଲେ ସଭା ପଛରେ। କାହିଁକି? নম্রতা। ମୁଁ ଗୋଟେ ବୀର ପୁରୁଷ କାଉଟେ ବୋଲି ସେ କହୁନାହିଁ। ସେ ପଛରେ ବସିଛନ୍ତି। ସମସ୍ତେ ସଭା ଭାଙ୍ଗିଲେ, ପଛରେ ହନୁମାନଙ୍କୁ ଦେଖିଲେ, କହିଲେ ହନୁମାନ, ଆଞ୍ଜନେୟ, ତମ ଉପରେ ଆମର ବଡ଼ ଭରସା, ତମେ କ'ଣ ପଛରେ ବଇଛ? ନା ଆଉ କ'ଣ କରିଥାନ୍ତି? ସମୁଦ୍ର ପାରି ହେଇକିରି କିଏ ଲଙ୍କାକୁ ଯିବ? ନା ମୁଁ ଜାଣିନି। ତମେ କେତେ ବାଟ ଯିବ? ନା ତା ମଧ୍ୟ ମୁଁ ଜାଣିନି। ଆଉ କିଏ ଜାଣିଛି? ମୁଁ କିଏ? ମୋ ଭିତରେ କେତେ ସାମର୍ଥ୍ୟ ଅଛି, ମୁଁ କେତେ ବାଟ ଯାଇପାରିବି, ସେ କଥା ଏକମାତ୍ର ପ୍ରଭୁ ହିଁ ଜାଣନ୍ତି। ଯଦି ବର୍ତ୍ତମାନ ମୋ ପ୍ରଭୁ ଆସି ମତେ କହିବେ ତୁ ଚାଲ, ତୁ ଯା, ମୁଁ ସାଙ୍ଗେ ସାଙ୍ଗେ ଯେଉଁ ନାମ ଧରି ପବନର ଦେଇ ସମସ୍ତେ ଯାଇ ପ୍ରଭୁଙ୍କୁ କହିଲେ,
ହନୁମାନ ଏଇଆ କହିଲେ। ରାମ ଆସିଲେ ହନୁମାନଙ୍କ ମୁଣ୍ଡ ଟିକେ ଆଉଁଠି ଦେଲେ, କହିଲେ ହନୁ ତମେ ଯଦି ନ ଯିବ ଆଉ ଯିବ କି? ଉଠିଲେ ହନୁମାନ ବିଶ୍ୱରୂପ ଧାରଣ କରି କେବଳ ଶ୍ରୀରାମ ଏତିକି କହି ଡେଇଁଲେ ଯେ ଗୋଟେ 11 କିଲୋମିଟର ହଉଛି 11-12 କିଲୋମିଟର ଆମ ଭାରତ ବର୍ଷରୁ ଶ୍ରୀଲଙ୍କା ଗୋଟା ମଝିରେ ଗୋଟେ ପର୍ବତ ଥିଲା, ସେଇଠି ପହଞ୍ଚି ସେ ପର୍ବତ ଉପରେ ଠିଆ ହେଇ ଅନେଇଲେ ଲଙ୍କାଟା କୁଆଡ଼େ, ସବୁ ଲଙ୍କା ଉଡ଼େଇଲେ। ତାପରେ ତ ବହୁତ କଥା ହେଲା, ମୁଁ ସେ କଥା କହୁନି। ଯେ ନମ୍ରତା ଗୁଣ ଯଦି ନାହିଁ ତମେ କି ଜ୍ଞାନୀ ହବ, କି ମହାପୁରୁଷ ହବ, କିଏ କଣ ହବ? ନମ୍ରତା ସେଥିପାଇଁ ଭାଗବତରେ କହିଲେ ନମୋଇ ନୃସିଂହ ଚର ବହୁତ କଥା ଜାଣିଛି, କିନ୍ତୁ ଗୋଟିଏ କଥା ଦେଖନ୍ତୁ, ଏଇଠି ଗୋଟିଏ କଥା ଶେଷ କରିବା। ହିରଣ୍ୟକଶ୍ୟପ ଶୋଇଛି ଭଗବାନ ନରସିଂହଙ୍କ କୋଳରେ, ପ୍ରହ୍ଲାଦ କିନ୍ତୁ ଠିଆ ହେଇଛନ୍ତି ନରସିଂହଙ୍କୁ ଚାହିଁକି ଠିଆ ହେଇଛନ୍ତି। ପ୍ରଭୁ କହୁଛନ୍ତି ମୁଁ ତୋ ପାଇଁ ଯେତେବେଳେ ଆବିର୍ଭାବ ହେଲି ତୁ ଗୋଟେ ବର ମାଗେ। ପ୍ରହ୍ଲାଦ କହିଲା ପ୍ରଭୁ ସମସ୍ତେ ତ ବର ମାଗୁଛନ୍ତି, ବର ମାଗି ମାଗି ଶେଷରେ ମାଗୁଛନ୍ତି ଆପଣଙ୍କ ପାଦ ପଦ୍ମ। ମୁଁ ତ ଆପଣଙ୍କ ପାଦ ତଳେ ଠିଆ ହେଇଛି, ଆପଣ ମାଗିବି କଣ? ନୃସିଂହ ହସିଲେ, କହିଲେ ନା ନା ତମକୁ ଗୋଟେ ମାଗିବାକୁ ହବ ନା, ଯଦି ମାଗିବି ଆପଣଙ୍କୁ ବି ସତ୍ୟ କରିବାକୁ ହବ। ନୃସିଂହ କହିଲେ ମୁଁ ହଉ ମୁଁ ସତ୍ୟ କଲି। ଆଉ ମୋ ବାପା ଆପଣଙ୍କୁ ବହୁତ ନିନ୍ଦା ଦେଇଛନ୍ତି, ଅନେକ ହରି ଅନୁଷ୍ଠାନକୁ ଭାଙ୍ଗିଛନ୍ତି। ମୁଁ ଯଦି ଆପଣଙ୍କର ଭକ୍ତ, ମୋ ବାପା କେମିତି ଗୋଟେ ଅସୁର ହବ? ତେଣୁ ମୁଁ ପ୍ରାର୍ଥନା କରୁଛି ପ୍ରଭୁ ମୋ ବାପାଙ୍କୁ ଟିକେ ମୁକ୍ତି। ସେଇଠି ଭଗବାନ ନୃସିଂହ ଦେବତା ମାନେ ପୁଷ୍ପ ବୃଷ୍ଟି କଲେ। ସେଇଠି ନୃସିଂହ ଗୋଟିଏ କଥା କହିଲେ, ତ ବାପା ଭକ୍ତ ମାନେ କୋଉଠି? ନା ଆପଣଙ୍କ କୋଳରେ। ମୋ କୋଳରେ ଶୋଇଥିବା ଲୋକ ସିଏ କେବେ ନର୍କଗାମୀ ହେଇପାରିବ? ତେଣୁ ସେ ନିଶ୍ଚିତ ଭାବରେ ମୋ ପାଦ ପଦ୍ମରେ। ତେଣୁ ସେଥିପାଇଁ ଭାଗବତର ଗୋଟିଏ ପଦ, କେତୋଟି ପଦ ଅଛି। ବ୍ରହ୍ମା ଯେ ମୋହର ନନ୍ଦ ତୋର ନିଜେ କହୁଛନ୍ତି ତୋ ଠାରୁ ଆଉ ଦୁନିଆରେ ମୋର କେହି ବଡ଼ ନାହାନ୍ତି। ତେଣୁ ସଜ୍ଜନ, ଏଇ ମାଟିରେ ଆଜି ଗୋଟିଏ ସନ୍ଧ୍ୟାରେ
ପ୍ରଭୁଙ୍କ କଥା ଟିକେ ହଉଛି ଆପଣମାନେ ବସି ଶୁଣୁଛନ୍ତି। ଆଜିର ଏଇ ସମ୍ବାଦଟା ସିଏ ଯାଇ ସେଇ ବିଶ୍ୱସ୍ରଷ୍ଟାଙ୍କ ପାଖରେ ପହଞ୍ଚିବ, ଯିଏ ଜଗତର ସର୍ବଶ୍ରେଷ୍ଠ ସର୍ବପ୍ରଥମ ସଦ୍ଗୁରୁ ଏବଂ ସପ୍ତର୍ଷି ଆନନ୍ଦ, ତାଙ୍କ ପାଖରେ ଯାଇ ଖବର ପହଞ୍ଚିଯିବ। ବୋରିକି ଗ୍ରାମରେ ହନୁମାନଙ୍କ ଦରବାରରେ ଆମେ ଗୋଟିଏ ସତ୍ସଙ୍ଗ କରିଥିଲୁ, ଟିକେ ସତ୍ସଙ୍ଗ ଶୁଣିଥିଲୁ। ଆମେ ଯେତେବେଳେ ଦୁନିଆରୁ ଯିବୁ, ଆଜିର ଏଇ ଯୋଉ ଫଳ, ଏଇ ଯୋଉ ସତ୍ସଙ୍ଗରେ ବସିବାର ଯୋଉ ପୁଣ୍ୟ, ଏଇ ପୁଣ୍ୟକୁ ଆମେ ନେଇ ପୁଣି ପରଜନ୍ମକୁ ଆମେ ଜନ୍ମ ହଉ। ତେଣୁ ସତ୍ସଙ୍ଗର ମହିମା ଏକ ସ୍ୱତନ୍ତ୍ର। ମୁଁ ହୁଏତ ଆପଣମାନଙ୍କୁ ସେଭଳି ବ୍ୟକ୍ତି ନ ହେଇପାରିଥାଏ, କିନ୍ତୁ ସତ୍ସଙ୍ଗ ହଉଛି ପୁଣ୍ୟାମ୍ବୋରି ବିଘଟିନି ବିଘଟିତ ସତ୍ସଙ୍ଗ ମୂଳୋତ୍ତମ ସଦାପଲ୍ଲବିନୀ ବିରକ୍ତି କଳିକା ପ୍ରେମ ପ୍ରସନ୍ନ। ତେଣୁ ପ୍ରକୃତରେ ସଦା ହିଁ ସବୁଠାରୁ ବଡ଼। ମୁଁ ଅସୁସ୍ଥ ହେଇ ପଡ଼ିକି କହୁଛି, ପୁଣି ମୋର ଚଲେଇଛି। ନିକଟରେ ଆପଣମାନଙ୍କର ଅଞ୍ଚଳରେ ଗୋଟେ କାର୍ଯ୍ୟକ୍ରମ ହେବ, ସମସ୍ତେ ବହୁ ବ୍ୟକ୍ତିମାନେ ସେଠି ଲାଗିଛନ୍ତି। କିନ୍ତୁ ମୁଁ ନିଜେ ମାନେ ମୋତେ ଏତେ ଭୟ ଯେ ଲୋକମାନଙ୍କୁ କହିବି କ'ଣ, ଲୋକମାନେ କ'ଣ ମୂଷା ନା ଚୁଚୁମୁଦରା, ଯାହା ମାନେ ତାହା କହିଦେବି। କେମିତି କ'ଣ ମୋ ଦେହ ଟିକେ ଭଲ ରହିବ, ମୁଁ ଟିକେ କହିପାରିବି, ଆପଣମାନଙ୍କ ସେବାରେ ଟିକେ ଲାଗି ପଡ଼ିବି, ସେଥିପାଇଁ ବ୍ୟସ୍ତ। ଏଠି ଗୋଟେ କାର୍ଯ୍ୟକ୍ରମ, ଏଇଟା ଗୋଟେ ସତ୍ସଙ୍ଗ କାର୍ଯ୍ୟକ୍ରମ ହେଲା। ଆଉ ଗୋଟେ କାର୍ଯ୍ୟକ୍ରମ ରଖିଛନ୍ତି ପତିହରା ମା ମାନଙ୍କୁ ସମ୍ମାନ। ସେ କାର୍ଯ୍ୟକ୍ରମଟି ଶେଷ କରିକିରି ଆମେ କାର୍ଯ୍ୟ ଶେଷ ଦେ ଦେ जो पतिहरा माँ को श्री गुरुदेव सम्मुखें श्री गुरुदेव जहाँ आम पालन कर विभिन्न समय पतिहरा माँ मान सम्मान आज विद्युलता गौर प्रथम विद्युलता गौर मंच को आमंत्रण कर विद्युलता गौर संजुक्ता लिंगा चंद्रमा नायक କାମରେ ପକେଇଦେ ଜଲ୍ଦ କାହିଁ ନଥିବ ଯା ମାଥାଉ ସେଇ ସେପଟେ ମତେ संयुक्ता विश्वाल देवजानी दास भारती सामंत आज जो समय पतिहरा माटी को देखने जो समय समाज अन्य दृष्टि देखे माँ सर्वदा मंगलमयी श्री गुरुदेव कहती माँ सर्वदा मंगलमयी माँ केवे अमंगली नुहे जो समय मंगल कार्य जो समय विवाह करने दौची से समय माँ की घर कोणे लुचिकी रोची कहीं अमंगल से कुसंस्कार कुप्रथा को दूरेवाई आज पतिहरा माँ मान संबर्धनार
कथा को ये समाज भूली न जाओ, समाज जानो जे माँ केबे अमंगली नुहे, माँ सर्वदा मंगलमयी। केबे से कौनसी संतान पाई बा समाज पाई अमंगलर टीक नुहे, से सर्वदा मंगलमयी। जय जय गुरु, जय जगन्नाथ। आपण माने सत्संग तो सबले शुणवे, ये भाया अनेक प्रथा आम धर्म भीतर पशि जाइए। विधवा माँ कही आम गोटे माँ को हाथ कात सुंदर रेभे रोचु। प्रकृत में माँ ही माँ, माँ केवे अलक्षणी नुहे। कि आमर आश्रम रे माँ माने कलश बुड़ा, पतिभरा माँ माने कलश माणबसा लक्ष्मी पूजा करती। तेणु आपण मैंने एणिकी जो मैंने ठीक भाव या बुझे, यहाँ केवल ये होनी। आम जुआरे जाऊ भारत वर्ष जुआर को गले भी ये कार्यक्रमटी आम प्राय अल्प बहुत कराए। तेणु शेष से माँ जिते माँ दुनिया अच्छे बड़ियार समस्ते माँ। मोर भी जन्मदिन कार्यक्रम सब चली मोर पितामाता समस्त पितामाता सहित मोर पितामाता प्रणाम कर। श्री गुरु प्रेमानंद नाम करते जय राधा रमण हरि बोल, जय जय राधा रमण हरि बोल, जय जय राधा हरि बोल।
ସମସ୍ତେ ବୁଝିବେ ଏବଂ ଓଡ଼ିଶୀର ସମସ୍ତ ଗ୍ରାମବାସୀଙ୍କୁ ନିବେଦନ କରିବି ବ୍ରାହ୍ମଣରେ ଆସନ୍ତା 7, 8, 9 ତିନି ଦିନ ଧରି ଶ୍ରୀ ଗୁରୁଦେବଙ୍କର ଜନ୍ମୋତ୍ସବ ପାଳନ କରାଯାଉଛି ଏବଂ ସମସ୍ତଙ୍କୁ ନିବେଦନ ସେଠି ଉପସ୍ଥିତ ରହିବେ ଏହି ପବିତ୍ର କାର୍ଯ୍ୟରେ ଯୋଗଦାନ କରିବେ। ଜୟ ଗୁରୁଦେବ।